শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত অষ্টম স্কন্ধ ত্রয়োবিংশ অধ্যায়। 23 বଳି কুସୁতଳେ স্বর্গরে ইন্দ্রକୁ স্থাপিলে। শ্রীশুক উবাচ ଏମନ୍ତେ ବିଷ୍ଣୁ ମୁଖ ଶୁଣି ବଳିକୁ ତର୍ଥ ପ୍ରାୟ ମଣି। ସାଧୁ ସୁମତି ଶେଷ ଭାବେ ପ୍ରସନ୍ନ ମନେ ପ୍ରିୟ ଭାବେ। କର ଅଞ୍ଜଳି ଶିରେ ଧରି ରୋମ ପୁଲକେ ଅଶ୍ରୁ ଭରି। ପ୍ରଣାମ କରି ବିଷ୍ଣୁ ପାଦେ ବୋଲେ ଆନନ୍ଦ ଗଦଗଦେ। ବଳି ଉବାଚ ମୋହର ଭାଗ୍ୟ ଏ ଜଗତେ ଦାନ ମୁଁ ଦେଲି ତୋର ହସ୍ତେ। ବ୍ରହ୍ମା ସୃଷ୍ଟିରେ ହୋଇ ଜନ୍ମ କେବଳ ଭିବ ଏଡ଼େ କର୍ମ। ଭୋନାଥ ଅନୁଗ୍ରହ ତୋର ଦିଗପାଳଙ୍କୁ ଅଗୋଚର। ନମେ ମୁଁ ତୋର ପଦ୍ମପାଦ ଦୁର୍ଲଭ ଲଭିଲି ପ୍ରସାଦ। ଶ୍ରୀଶୁକ ଉବାଚ ଏମନ୍ତ ବିଷ୍ଣୁ ଆଗେ କହି ପୁତ୍ର କଳତ୍ର ସଙ୍ଗେ ଲଇ। ବଳି ଯେ ବସିଲା ନିଶ୍ଚଳେ ଗୋବିନ୍ଦ ଯୋଗ ମାୟା ବଳେ। ହୁଙ୍କାର ନାଦ ବେଗେ କରି ନାଭିରୁ ପାଦ ଜାତ କରି। ବଳି ଦେଖନ୍ତେ ବେନି ଡୋଳେ ଗୋବିନ୍ଦ ଚାପିଲେ ପାତାଳେ। ଭକ୍ତ ବତ୍ସଳ ଭାବଗ୍ରାହୀ ସୁତଳ ପୁରେ ଠାବ ଦେଇ। ତକ୍ଷଣେ ସୁତଳେ ପ୍ରବେଶ ଶୁଭିଲା ଜୟ ଜୟ ଘୋଷ। ଇନ୍ଦ୍ରକୁ ଆଣି ତ ସମନେ ସ୍ଥାପିଲେ ଅମର ଭୁବନେ। ଅଦିତି କଲା ପ୍ରୟୋବ୍ରତ ସଫଳ କଲେ ଗୋପୀନାଥ। ଦେଖିଣ ନିଜ ନାତି ଗତି ସମ୍ପତ୍ତି ନାଶେ ପାଶୁ ମୁକ୍ତି। ଖଣ୍ଡିଲେ ଜଗତ ବିଷାଦ ବଳି ଦେଖିଲା ପଦ୍ମପାଦ। ଏମନ୍ତେ ନମି ବିଷ୍ଣୁ ପାଦେ ଆନନ୍ଦେ ଅଶ୍ରୁ ଗଦଗଦେ। ହିରଣ୍ୟ କଶିପୁ କୁମର ବୋଲଇ ଦେଖ ଭାଗ୍ୟ ମୋର। ଜଗନ୍ନାଥଙ୍କ ଏ ପ୍ରସାଦ ଭଲେ ନ ଲଭେ ବ୍ରହ୍ମା ଶିବ। କମଳା ବକ୍ଷସ୍ଥଳେ ବସେ କଟାକ୍ଷେ ଜନ୍ମ ଦୁଃଖ ନାଶେ। ସର୍ବଦା ସମୀପେ ବସନ୍ତି ପ୍ରସାଦ ଲଭି ନ ପାରନ୍ତି। ଯେ ପାଦ ପଦ୍ମ ରେଣୁ ଆସେ ଯୋଗିଏ ଯୋଗ ସାଧି ପ୍ରାସେ। ଅଷ୍ଟାଙ୍ଗ ଯୋଗେ ପାଇ ତ୍ରାସ ଚରଣେ କରୁଥାନ୍ତି ଆସ। ସେ କାହିଁ ଲଭିବେ ଚରଣ ଯାହା ନ ପାନ୍ତି ମୁନିଗଣ।
ହେମନ୍ତ ପ୍ରହ୍ଲାଦ କହି ବାମନ ପାଦେ ଶିର ଦେଇ ଦେଖି ସନ୍ତୋଷ ଭଗବାନ କହନ୍ତି କମଳ ଲୋଚନ। ଶ୍ରୀ ଭଗବାନ ଉବାଚ ପ୍ରହ୍ଲାଦ ଶୁଣ ମୋ ଉତ୍ତର ବେଗେ ତୁ ଯାଏ ବେସୁତଳ ଆନନ୍ଦେ ନିଜ ପୌତ୍ର ତୁଲେ ସୁଖେ ବିହର ଜ୍ଞାତି ମେଳେ ମୁଥିବି ଗଦା ପାଣି ହୋଇ ନିତ୍ୟ ଦେଖିବୁ ମୋତେ ତୁହି ମୋ ଆହ୍ଲାଦ ମୋ ଦର୍ଶନ ନାସିବ କର୍ମର ବନ୍ଧନ। ଶ୍ରୀ ଶୁକ ଉବାଚ ବିଷ୍ଣୁର ବଚନ ଶୁଣିଲା ଅନେକ ମତେ ସ୍ତୁତି କଲା ତକ୍ଷଣେ ମିଳିଲା ସୁତଳେ ବନ୍ଧୁ କୁଟୁମ୍ବ ସଙ୍ଗ ମେଳେ। ଏବେ ହୋ ଶୁଣ ପରୀକ୍ଷିତ ଅଦ୍ଭୁତ ବିଷ୍ଣୁର ଚରିତ ଯଜ୍ଞ ପୁରୁଷ ରୂପ ଧରି ଅନଳ କୁଣ୍ଡୁ ଅବତରି ଭୃଗୁ ବଦନ ଚାହିଁ ତ ସେ ବୋଲନ୍ତି ସ୍ୱଧର୍ମ ବିଶ୍ୱାସେ ଯଜ୍ଞ ସ୍ୱଭାବେ ବ୍ରହ୍ମାଦି ବିପ୍ରେ ଅଛନ୍ତି ଦେବବାଦୀ ତାହାଙ୍କୁ ଗୌରବ କରି କହନ୍ତି ଯଜ୍ଞ ରୂପଧାରୀ। ଯଜ୍ଞ ପୁରୁଷ ଉବାଚ ତୁ ଭୃଗୁ ବଳି ତୋର ଶିଷ୍ୟ ଜାଣୁ ତୁ ଏ ଭୂତ ଭବିଷ୍ୟ ଆଗମ ନିଗମ ବିଦିତ ମୁଁ ତ ଦେଖିଲି ବିପରୀତ ଯଜ୍ଞ ସଂକଳ୍ପ କଲୁ ହାଦେ ବଳିବ ଶିବ ଇନ୍ଦ୍ର ପଦେ ଏବେ ତ କର୍ମ ଛିଦ୍ର ଦେଖି ରହିଲୁ ଯଜ୍ଞକୁ ପେଖି ଯଜ୍ଞ ଲଙ୍ଘନ କର୍ମ କଲେ କେମନ୍ତେ ବର୍ତ୍ତିବୁ ତୁ ଭଲେ ଏ ଯଜ୍ଞ ତୋହର ଗୋଚର ତୁ ଏବେ ପୂର୍ଣ୍ଣାହୁତି କର ଫଳ ପାଇବ ଯଜମାନ ତାକୁଳେ ଥିବ ତୋର ମାନ୍ୟ। ଶ୍ରୀ ଶୁକ ଉବାଚ ଯଜ୍ଞ ପୁରୁଷ ମୁଖୁ ଶୁଣି ଭୃଗୁ ଅନେକ ସ୍ତୁତି ଭଣି ଚାହିଁ ସେ ବାମନ ଚରଣ ଯଜ୍ଞ ସ୍ୱରୂପୀ ନାରାୟଣ ବୋଲଇ ଯୋଡ଼ିବେନି କର ପୁଲକ ଆନନ୍ଦ ଶରୀର ଭୋଲାତ ଏ ଯଜ୍ଞ ଶରୀର ଅଶେଷ ଜନ ଉପକାର କର୍ମର ଈଶ୍ୱର ତୁ ଜହିଁ ତା କର୍ମ ଛିଦ୍ର ହୋଇ କାହିଁ ଯେ ମନ୍ତ୍ର ଆଦି ଦେ ସକାଳ ଯେ ଛିଦ୍ର ହୁଅ ଇ ସକଳ ତୋ ନାମ କୀର୍ତ୍ତନେ ସଫଳ ଅଛିଦ୍ର ହୁଅ ଇ ସକଳ ତଥାପି ଆଜ୍ଞା ଘେନି ଶିରେ ଶ୍ରୁବ ଧଇଲି ଦକ୍ଷ କରେ ରୀତିଜ ଋଷି ଗଣ ସଙ୍ଗେ ଆହୁତି ଦେଲା ବେଦ ମାର୍ଗେ ଆନନ୍ଦେ ହୋଇ ପ୍ରତିଭୂତ ଭୃଗୁ ହୋଇଲେ କୃତ୍ୟ କୃତ୍ୟ ଏବେ ତୁ ଶୁଣ ହେ ରାଜନ ବାମନ ରୂପେ ଭଗବାନ ବଳିର ହସ୍ତୁ ଘେନି ଦାନ କପଟେ ଏ ତିନି ଭୁବନ ଇନ୍ଦ୍ରକୁ ଇନ୍ଦ୍ର ପଦେ ସ୍ଥାପି ତିନି ଭୁବନେ ତନୁ ବ୍ୟାପି ବିଷ୍ଣୁର ଦେଖି ଦିବ୍ୟ ଗତି ସକଳ ଦେବେ ବେଦପତି ଭୃଗୁ ଅଙ୍ଗିରା ଘେନି ତୁଲେ ପିତୃରାଜର୍ଷି ଦକ୍ଷ ମେଳେ କୁମାର ମେଳେ ଭୂତପତି ମିଳିଲେ କଶ୍ୟପ ଦିତି ଦିଗପାଳଙ୍କୁ ସଙ୍ଗେ ଘେନି
କଳ୍ପ କୁସୁମ ଗଙ୍ଗା ପାଣି ବାମନ କରି ଅଭିଷେକ ସର୍ବ ସମ୍ପଦେ ମନ ସୁଖ ଅଶେଷ ନୃତ୍ୟ ଗୀତ ବାଦେ ବାମନ ସ୍ଥାପି ପଡ଼ି ପାଦେ ସର୍ବ ସମ୍ପଦ ସଙ୍ଗେ ଘେନି ମଙ୍ଗଳ ବେଦନା ଦେ ଧ୍ୱନି ବ୍ରହ୍ମା ଶଙ୍କର ତୋଷ ମନେ ବାମନେ ବସାଇ ବିମାନେ ଆନନ୍ଦେ ପ୍ରଜାପତି ବୋଲେ ସକଳେ ସ୍ୱର୍ଗପୁର ଗଲେ ଇନ୍ଦ୍ର ବାମନ ଭୁଜ ବଳେ ସକଳ ଦିଗ ପାଳ ମେଳେ ନିଶ୍ଚିନ୍ତେ ସ୍ୱର୍ଗେ ସେ ବସିଲା ଯେଣୁ ଅଦିତି ବ୍ରତ କଲା ଏବେ ହୋ ପରୀକ୍ଷିତ ଶୁଣ ବ୍ରହ୍ମା ଶଙ୍କର ଦେବଗଣ ବାମନ ପଦେ ସ୍ତୁତି କଲେ ନିଶ୍ଚିନ୍ତେ ନିଜ ପୁରେ ଗଲେ ବଳିବା ମନର ପ୍ରସ୍ତାବେ ପ୍ରତ୍ୟସେ କହିଲୁ ତୋ ଭାବେ ତୁ ଯେଣୁ ପଚାରିଲୁ ମୋତେ ବାମନ ରୂପ ତୋ ଅଗ୍ରତେ ଭୂମିରେ ରେଣୁ ଅଛି ଯେତେ ଗଣନ୍ତା ଥିବେ ବା ଜଗତେ ହରି ମହିମା ସଂଖ୍ୟାକାରୀ ସଂସାରେ ନାହିଁ ଦେହ ଧରି ଅଦ୍ଭୁତ ଚରିତ ବାମନ ଯେ କରେ ଶ୍ରବଣ କୀର୍ତ୍ତନ ସକଳ ବିଘ୍ନ ନାଶ ଯାଇ ଅନ୍ତେ ପରମ ଗତି ପାଇ ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା ଅଷ୍ଟମ ସ୍କନ୍ଧେ ବଳି ବାମନ ଚରିତଂ ନାମ ତ୍ରୟୋବିଂଶୋ ଅଧ୍ୟାୟ।